100 ଟଙ୍କା ଲେଖା ଦିଅ। 100 ଟଙ୍କା ଲେଖା ଦେଲେ ତମ ଫୁଲ ଆଉ ତୁଳସୀ ଯୋଉ ଅଛି ଠାକୁରଙ୍କୁ ଚଢି ଲାଗି। ଜଗନ୍ନାଥଙ୍କ ପୀଠରେ ଚାଲିଛି ଅନବସର ଦର୍ଶନ। ଗୋଟେ ପଟେ ଶୃଙ୍ଖଳିତ ଧାଡ଼ି ଦର୍ଶନ ଚାଲିଥିବା ବେଳେ ଅନ୍ୟପଟେ ଚାଲିଛି ସେବାୟତ ମାନଙ୍କର କଳା ବଜାରୀ। ଅର୍ଥାତ୍ ଆମେ କହିବାକୁ ଚାହିଁବୁ କି ବର୍ତ୍ତମାନ ଯୋଉ ରହିଛି ସ୍ୱତନ୍ତ୍ର ଲାଇନ ରହିଛି, ବ୍ୟବସ୍ଥା ରହିଛି, ଭକ୍ତମାନେ ଯୋଉ ଆସି ଦର୍ଶନ କରୁଛନ୍ତି ଗୋଟେ ଲାଇନରେ, ଅନ୍ୟପଟେ ଆଉ ଗୋଟେ ଯୋଉ ଦ୍ୱାର ରହିଛି ଯୋଉଟା କି ପ୍ରସ୍ଥାନ ଦ୍ୱାର, ସେହି ଦ୍ୱାର ଦେଇ କିଛି ସେବାୟତ ପ୍ରବେଶ କରାଉଛନ୍ତି ଭକ୍ତଙ୍କୁ, ଯାହାକି ଭକ୍ତଙ୍କ ମାନର ମଧ୍ୟ ଅନେକ ଅସନ୍ତୋଷ ଦେଖିବାକୁ ମିଳୁଛି। ମହାପ୍ରଭୁ ଜଗନ୍ନାଥଙ୍କ ଅଣସର ନୀତି ଚାଲିଥିବା ବେଳେ ଏବେ ଭକ୍ତମାନେ ଅଲାରନାଥ ପୀଠରେ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ପୀଠରେ ଚାଲିଛି ସେବାୟତଙ୍କ କଳା ବେପାର। ଭକ୍ତଙ୍କ ପାଇଁ ପ୍ରଶାସନର ଶୃଙ୍ଖଳିତ ଧାଡ଼ି ଦର୍ଶନର ବ୍ୟବସ୍ଥା ରହିଥିବା ବେଳେ କିଛି ଟଙ୍କା ନେଇ ପ୍ରସ୍ଥାନ ଦ୍ୱାରରେ ଭକ୍ତଙ୍କୁ ମନ୍ଦିର ଭିତରକୁ ନେଉଛନ୍ତି କିଛି ସେବାୟତ। ଘଣ୍ଟା ଘଣ୍ଟା ଧାଡ଼ିରେ ଅପେକ୍ଷା କରି ଭକ୍ତମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସବୁ ଜାଣି ସୁଦ୍ଧା ପ୍ରଶାସନ ନୀରବ ରହିଛି। ଶୁଣନ୍ତୁ କ'ଣ କହୁଛନ୍ତି ଭକ୍ତ। ଆଜ୍ଞା, ଜାଣିବା ପାଇଁ ଚାହିଁବି ଇଏ ଯୋଉ ପ୍ରଶାସନର ବ୍ୟବସ୍ଥା ଆକୁ ଆପଣ କେମିତି ଦେଖୁଛନ୍ତି? କାହିଁକି ନା ଲୋକ ଯେହେତୁ ଲୋକଙ୍କ ପାଇଁ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି, ଅନ୍ୟପଟେ ଯୋଉ ଗୋଟେ ପ୍ରସ୍ଥାନ ଦ୍ୱାର ରହିଛି ସେହି ଦ୍ୱାର ଦେଇ ସେବାୟତ ମାନେ ଭକ୍ତଙ୍କୁ ପ୍ରବେଶ କରାଉଛନ୍ତି ଏବଂ କିଛି ଟଙ୍କା ପଇସା ନେଇ। ୟାକୁ ଆପଣ କେମିତି ଦେଖୁଛନ୍ତି? ପ୍ରଶାସନର ବ୍ୟବସ୍ଥାକୁ କେମିତି ଦେଖୁଛନ୍ତି? ପୋଲିସର ହଉ, ଏ ତହସିଲ ପ୍ରଶାସନ ହଉ, ଏ ବ୍ୟବସ୍ଥାକୁ କେମିତି ଦେଖୁଛନ୍ତି ଆପଣ? ଏହା ଗୋଟେ ଜଗନ୍ନାଥଙ୍କର ଅପମାନ, ଜଗନ୍ନାଥଙ୍କ ଗୋଟେ ବିରୋଧୀ ମାନେ ଲୋକମାନଙ୍କୁ ଯାହା ହଇରାଣ କରୁଛନ୍ତି, ଏହା ସରକାର କିଛି କାର୍ଯ୍ୟାନୁଷ୍ଠାନ ନେବା କଥା। କିନ୍ତୁ ଏଇଟା ପୁଲିସ ପ୍ରଶାସନ ଏମାନଙ୍କୁ ସହଯୋଗ କରୁଛନ୍ତି। କିଛି ସେବାୟତ ସ୍ୱାଗତ କରାଗଲେ କିଛି ସେବାୟତ ବିଶିଷ୍ଟ ହେଉଛନ୍ତି, କିନ୍ତୁ 100 ଟଙ୍କା ଜଣ ପିଛା 100 ଟଙ୍କା, ଜଣ ପିଛା ଯିଏ 100 ଟଙ୍କା ଦେବ ସିଏ ଡାଇରେକ୍ଟ ଯିବ। ଆଉ ଆମେ ଯୋଉ ଅଭିଯୋଗ ମଧ୍ୟ ଆସୁଛି, ଆଉ ଜଣେ ସେବାୟତ ମଧ୍ୟ ଆମ ସହିତ ଅଛନ୍ତି, ତାଙ୍କ ସହିତ ମଧ୍ୟ ଆଲୋଚନା କରି ଗୋଟେ ଅଭିଯୋଗ ଆଜ୍ଞା ଆସୁଛି କି ବର୍ତ୍ତମାନ ପ୍ରସ୍ଥାନ ଦ୍ୱାର ଦେଇ ଯୋଉ ଦ୍ୱାରରେ କି ରହିଛି ଭକ୍ତମାନେ କିମ୍ବା ସିନିୟର ସିଟିଜେନ ହୁଅନ୍ତୁ କିମ୍ବା ବିକଳାଙ୍ଗ ହୁଅନ୍ତୁ, ସେମାନେ ସେଇ ଦର୍ଶନ କରିପାରିବେ, ସେଠି ଭଲ ଲୋକଙ୍କୁ ଦର୍ଶନ କରିବାର ବ୍ୟବସ୍ଥା ଦଉଛନ୍ତି ଏବଂ ଆପଣଙ୍କ ସେବାୟତ ମାନେ ହିଁ ଦଉଛନ୍ତି। ୟାକୁ ଆପଣ କେମିତି ଦେଖୁଛନ୍ତି? କେଉଁ ସେବାୟତ ମାନେ ଦଉଛନ୍ତି ଆଉ ତାଙ୍କ ପ୍ରତି କ'ଣ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ରହିଛି? ଆବାହନ ମାନ କାଳରୁ ସେବାୟତ ମାନେ ଠାକୁରଙ୍କର ସେବା ନୀତି କାନ୍ତି ମନ୍ଦିର ଜଗିବା ଠାରୁ ସମସ୍ତ ଦାୟିତ୍ୱ ନେଉଥିଲେ। ପ୍ରଶାସନ ବୋଲି କିଛି ସେତେବେଳେ ନଥିଲେ। ବର୍ତ୍ତମାନ ଇଏ 2019 ଯେତେବେଳେ ବାତ୍ୟା ହେଲା, ତାପରେ ଟିକେ ଭକ୍ତି ଭାବ ଲୋକଙ୍କ ପାଖରେ ବଢିଗଲା। ତାପରେ ଯେତେବେଳେ 2015ରେ ନବକଳେବର ହେଲା, ସେତିକିବେଳେ ମହାପ୍ରଭୁଙ୍କ ଉପରେ ଆହୁରି କୃପା ବଢିଲା। ତେଣୁ ଏସବୁ ବ୍ୟାରିକେଡ ଲାଇନ ବ୍ୟବସ୍ଥା କରି ଦିଆଗଲା। ଏ 2020-21 ପରେ ବ୍ୟାରିକେଡ ଲାଇନ ବ୍ୟବସ୍ଥା କରି ଦିଆଗଲା, କିନ୍ତୁ ଗୋଟେ ପଟେ ଭକ୍ତମାନେ ଧାଡ଼ିରେ ଲମ୍ବା ଲାଇନ ଲଗେଇ ଅଛନ୍ତି, କିନ୍ତୁ ଅନ୍ୟପଟେ ଭକ୍ତମାନେ ଯେ ପ୍ରସ୍ଥାନ ଦ୍ୱାରରେ ପ୍ରବେଶ କରୁଛନ୍ତି। କେମିତି ଦେଖୁଛନ୍ତି? ଏ ଅଧିକାର କିଏ ଦେଇଛି ତାଙ୍କୁ? ଆଜ୍ଞା, ଇଏ ପୁରା ଆକାଶ କଇଁଆ ଚିଲିକା ମାଛ। ଏଠି ଯିଏ ରଜା ହେଲେ ସିଏ ପ୍ରଜା ହେଲେ। ଯଦି ବ୍ରାହ୍ମଣ ମାନେ ରଜା ହେଇ ଭଗବାନଙ୍କ ସେବା କରନ୍ତି, ଏପଟେ ଦେଖନ୍ତୁ 200 ବ୍ରାହ୍ମଣ ଯାଇକି ପାର୍କିଂରେ ମାଗୁଛନ୍ତି ଭିକ। ଆପଣ ଯିବେ ଦର୍ଶନକୁ, କିନ୍ତୁ ସେମାନେ ନେଇପାରୁନାହାନ୍ତି। କାହିଁକି ନା ପଣ୍ଡା ସେବକ ମାନେ ସବୁବେଳେ ରହିଲେ ହିଂସାରେ। ତାଙ୍କ ଭିତରେ ବାଦ ବିବାଦ ଯୋଗୁଁ ଦ୍ୱେଷ ବିବାଦ ତୃତୀୟ ଲାଭ, ଯୋଉମାନେ ଆଣିଲେ ଖଣ୍ଡେ ଖଣ୍ଡେ କାର୍ଡ ପକେଇଦେଲେ। ଆଉ ଜଣେ ଭକ୍ତ ରହିଛନ୍ତି ଯିଏ କି ସେହି ଶିକାର ହେଇଛନ୍ତି, କଳା ବଜାରୀଙ୍କ ଶିକାର, ଏବଂ ସେମାନେ ନିଜେ ପ୍ରତ୍ୟକ୍ଷ ଚକ୍ଷୁରେ ଦେଖିଛନ୍ତି କି ଭକ୍ତମାନଙ୍କୁ କିଭଳି ଲୁଟୁଛନ୍ତି ସେବାୟତ। ଆଜ୍ଞା, ଆମେ ଜାଣିବା ପାଇଁ ଆପଣ ମନ୍ଦିର ଭିତରକୁ ଯାଇଥିଲେ, ଯୋଉ ଦର୍ଶନ କଲେ, ଭକ୍ତମାନଙ୍କ ପାଇଁ ଗୋଟେ ଅଭିଯୋଗ ଆଣୁଛନ୍ତି, ଭକ୍ତମାନଙ୍କୁ ପଇସା ନେଉଛନ୍ତି ଦର୍ଶନ କରିବା ପାଇଁ, ପୁଣି ତାହା ମୋଟା ଆମାଉଣ୍ଟ। କେମିତି ଦେଖୁଛନ୍ତି? କେତେ ଟଙ୍କା ନେଲେ? ନାଇଁ, ଆପଣଙ୍କର ଯୋଉ ଏଠି ହେଇଛି ଧାଡ଼ି ବ୍ୟବସ୍ଥା, ସେଇଟା ଶୃଙ୍ଖଳାରେ ଲୋକ ଦର୍ଶନ କରିବାକୁ ଯାଉଛନ୍ତି, ସେଥିପାଇଁ ଆମେ ବହୁତ ଖୁସି। କିନ୍ତୁ ଠାକୁରଙ୍କ ପାଖକୁ ଯେତେବେଳେ ପହଞ୍ଚି ଯାଉଛୁ, ଭାଇରା କହୁଛି ଯେ ନନା କହୁଛନ୍ତି ଆଜ୍ଞା ଏପଟେ ଗୋଟେ ଲାଇନ ହେଇଛି, କିନ୍ତୁ ସେପଟେ ଯୋଉ ପ୍ରସ୍ଥାନ ଦ୍ୱାର ରହିଛି ସେହି ଦ୍ୱାର ଦେଇ ଭକ୍ତମାନଙ୍କୁ ପ୍ରବେଶ କରାଉଛନ୍ତି କିଛି ସେବାୟତ ଏବଂ ସେମାନଙ୍କୁ ନେଇ ଟଙ୍କା ଦେଇ ଦର୍ଶନ କରାଉଛନ୍ତି ଭକ୍ତଙ୍କୁ। ଆମେ କହିପାରିବୁନି। ଆମେ ଯୋଉ ଧାଡ଼ିରେ ଯୋଉମାନେ ଯାଉଛନ୍ତି ତାଙ୍କୁ କହୁଛନ୍ତି 100 ଟଙ୍କା ଲେଖା ଦିଅ। 100 ଟଙ୍କା ଲେଖା ଦେଲେ ତମ ଫୁଲ ଆଉ ତୁଳସୀ ଯୋଉ ଅଛି ଠାକୁରଙ୍କୁ ଚଢି ଲାଗି। ଯୋଉମାନେ 100 ଟଙ୍କା ଲେଖା ନଦେବେ ସେମାନେ କଣ ଠାକୁରଙ୍କୁ ଦର୍ଶନ କରିପାରିବେନି? ତାଙ୍କ ହାତକୁ ଦେଇ ଦଉଛନ୍ତି। ସେଠି ପୋଲିସ ଥାଇ କହୁଛି ଯିଏ ଯାହା ଦବ ନା, ଆଉ କିଏ ମୁଁ ବି ଥାଇ କହିଲି, ମୁଁ କହିଲି ଯିଏ 500 ଟଙ୍କା ଦବ ତ 400 ଟଙ୍କା ଫେରେଇ ଦବ ନା? ହଁ, ଆମେ 400 ଟଙ୍କା ଫେରେଇ ଦବୁ। ପୋଲିସ ବିରୋଧ କରୁଛନ୍ତି ଯେ ଯଦି 100 ଟଙ୍କା ନବା କଥା ଆଗରୁ କୁହନ୍ତୁ, ପୋଲିସ ବି କହୁଛି 100 ଟଙ୍କା ନବା କଥା ଆଗରୁ ଡିକ୍ଲେୟାର କରନ୍ତୁ, ଆମେ 100 ଟଙ୍କା ନବୁ, ଲେଖିକି ଦିଅ।
এইଭଳିଆ କହିଲେ। ମାନେ 100 ଟଙ୍କା ଦେଲେ ଭକ୍ତ ମାନଙ୍କୁ ନେଇକି ଦର୍ଶନ କରେଇଦେବେ, ମାନେ 100 ଟଙ୍କା ହିଁ ଦରକାର ନା ନା ଆମେ ତୁଳସୀ ନେଇକି ଗଲୁ, ଆମେ କହିଲୁ ଭାଇ ନା ଆମେ ତୁଳସୀ ଟିକେ ନିଅ, ନା ତୁଳସୀ ନେଲେ 100 ଟଙ୍କା ଦବାକୁ ପଡିବ। ଆମେ କହିଲୁ 100 ଟଙ୍କା କଣ, ନା ନାଇଁ 100 ଟଙ୍କା ଦବାକୁ ପଡିବ, ତୁଳସୀ ଫୁଲଟାକୁ ଚଢେଇବା ପାଇଁ 100 ଟଙ୍କା ଦିଅ। 100 ଟଙ୍କା ଦିଅ। ତାପରେ ଆମେ କହିଲାରୁ କହୁଛନ୍ତି ଆମେ ମାନେ ଆପଣ ବାହାରୁ କିଣିକି ନେଇଥିଲେ ତୁଳସୀ ଆଉ ଫୁଲ, କିନ୍ତୁ ତାକୁ ଠାକୁରଙ୍କ ପାଖରେ ଲାଗି କରିବା ପାଇଁ ଭକ୍ତଙ୍କୁ ସେମାନେ ଦାବି କରୁଛନ୍ତି 100 ଟଙ୍କା ଦିଅନ୍ତୁ। 100 ଟଙ୍କା ଦିଅନ୍ତୁ ମାଗୁଛନ୍ତି। ଆମେ 20 ଟଙ୍କା ଦେଇକି ଆଇଲୁ, ଆମକୁ ବି ତୁଳସୀ ବି ଟିକେ ଦେଲେନି। ତାପରେ ଆପଣମାନେ ଶୁଣୁଥିଲେ ଇଏ ଥିଲା ପ୍ରତିକ୍ରିୟା, ଯୋଉଭଳି ଭାବରେ ଲୋକମାନଙ୍କ ମଧ୍ୟ ଏକ ପ୍ରକାର ଅସନ୍ତୋଷ ସୃଷ୍ଟି ହେଉଛି, କାରଣ ଲମ୍ବା ଲାଇନରେ ଯେହେତୁ ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଏବଂ ମହାପ୍ରଭୁଙ୍କୁ କିଭଳି ଦର୍ଶନ କରିବେ ଅନ୍ୟପଟେ ପ୍ରସ୍ଥାନ ଦ୍ୱାର ଦେଇ ଭକ୍ତମାନଙ୍କୁ ପ୍ରବେଶ କରାଯାଉଛି, ସେଥିପ୍ରତି ମଧ୍ୟ ଅସନ୍ତୋଷ ଲାଗି ରହିଛି ଏବଂ ପ୍ରଶାସନ ମଧ୍ୟ ଏ ଦିଗରେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି। ବ୍ରହ୍ମଗିରିରୁ ସୁଜିତ ସାହୁ, ଦ କୁଇଭର। ଭାରତର एकमात्र परीक्षित बायोसार पृथ्वी प्रो माटी को रखे सुस्थ दिए नुआ जीवन। धान पनीपरिबा और डाली जातीय फसल पाई लाभदायक, अमल बढ़ाए, रोग कमाए। आज ही जमीरे प्रयोग करंतु। राज्यर प्रत्येक जिला और ब्लॉक पाई आमे डिस्ट्रीब्यूटर और डीलर नेउछु। जोगाजोग पाई 9937054201 नंबर को डायल करंतु।